ରାଧାକୃଷ୍ଣ ରେଡ୍ଡି ପ୍ରତାପ ଚନ୍ଦ୍ର ପିତାଙ୍କ ନେତୃତ୍ୱରେ ରେଡ୍ଡି ଠାକୁରଙ୍କ ବିରୋଧରେ ଆଜି ଆମ ପାଖରେ ସୁନା ରାଧାକୃଷ୍ଣ ମଧ୍ୟ ଆମ ପାଖରେ ଅଛନ୍ତି। ରାଧାକୃଷ୍ଣ ସୁଭାଷ ଚନ୍ଦ୍ର ପଣ୍ଡାଙ୍କ ଠାକୁର ମଧ୍ୟ ଆସି ଆମ ପାଖରେ ନେତୃତ୍ୱରେ ମଧ୍ୟ ଆସି ସେମାନେ ଆମ ପାଖରେ ରାଧାକୃଷ୍ଣଙ୍କୁ କରଞ୍ଜିଆ ସାଙ୍ଗ ଚକ୍ରଧରଙ୍କର ସାଙ୍ଗ ଶାସନର ଐତିହାସିକତା ହେଉଛି ମହାରାଜା ଚକ୍ରଧର ବିଜୟଙ୍କ ସମୟରେ ସେ ଶାସନ ପ୍ରତିଷ୍ଠା ହେଇଥିଲା 1771 ମସିହାରେ। ତେଣୁ ମହାରାଜା ଚକ୍ରଧର ମଧ୍ୟ ଗୋଟେ ପ୍ରଜାତନ୍ତ୍ର ମହାରାଜା ଥିଲେ। ତାଙ୍କ ସମୟରେ ଚୈତନ୍ୟଙ୍କର ଯେଉଁ ଭକ୍ତିଭାବ ପ୍ରକାଶ ପାଇଥିଲା ଏବଂ ଉତ୍ତରୀୟ ବୈଷ୍ଣବ ବୈଷ୍ଣବଙ୍କ ଭିତରେ ଯେଉଁ ମତଭେଦର କଥା ରହିଥିଲା ତାହା ମଧ୍ୟ ଦୂର କରି କରଞ୍ଜିଆ କାହିଁକି ସମଗ୍ର ଉପକୂଳ କାହିଁକି ଏବଂ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ସେ ରାଧାକୃଷ୍ଣଙ୍କର ମନ୍ଦିର ସ୍ଥାପନା କରିଥିଲେ। ଚକ୍ରଧରପୁର ଯେଉଁ ଶାସନ ମଧ୍ୟ ତାଙ୍କ ସମୟରେ ଆରମ୍ଭ ହୋଇଥିଲା ଏବଂ ଚକ୍ରଧରପୁର ଶାସନର ଯେଉଁ ଆମର ବିମାନ ଗୋପାଳ ଯେଉଁ ମଧ୍ୟ ଏଠି ଅଛନ୍ତି ସେହି ଗୋପାଳ ଯେଉଁ ମଧ୍ୟ ଏଠି ଅଛନ୍ତି ଏବଂ ରାଧାକୃଷ୍ଣ ଯେଉଁ କରଞ୍ଜିଆ ଶାସନର ମଧ୍ୟ ସେ ଏଠି ଅଛନ୍ତି ଏବଂ ତାଙ୍କର ଆମନ୍ତ୍ରଣ ରକ୍ଷା କରି ତାଙ୍କର ସମସ୍ତ ସମାଜ ମଣ୍ଡଳ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି। ସେ ଉପଜିଲ୍ଲାପାଳଙ୍କର ଯେଉଁ ଆମନ୍ତ୍ରଣ କ୍ରମେ ଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତେଣୁ ଆଜି ସେହି ବିଷୟର କଥା ଆପଣମାନେ ସମସ୍ତେ ଦେଖୁଛନ୍ତି। ସୂଚନା ଉପଜିଲ୍ଲାପାଳ ପ୍ରଧାନ ପ୍ରକାଶ କରିଛନ୍ତି ତାର ଏକ ମହତ୍ଵ ହେଉଛି ଯେ ଯେଉଁ ଗଛକୁ ପୂଜା କରିବା ତାର ଦେବତା ସଂସ୍କୃତି ହେଉଛି ଆମର ଆମେ ସମସ୍ତେ ଗଛକୁ ଦେବତା ବୋଲି କରିଥାଉ। ଏଠି ମାଟି ଦେବତା ଏଠି ପାହାଡ଼ ଦେବତା ଏଠି ପଥର ଦେବତା ଏଠି ଆକାଶ ଦେବତା ଏଠି ପାଣିପତ୍ର ଦେବତା ଏଠି ସମସ୍ତେ ଦେବତା ପ୍ରଥମେ ସେ ମୁଖ୍ୟ ଦେବତାଙ୍କୁ ସେ ସ୍ମରଣ କରୁଛନ୍ତି। ସେ ପୃଥିବୀ ଆନନ୍ଦମୟ ହେଉଛୁ ସେ ପୃଥିବୀ ଦେବମୟ ହେଉଛୁ ସେ ପୃଥିବୀ ସମୟରେ ବର୍ଷା ଆସୁ ସେ ପୃଥିବୀରେ ଜଳବାୟୁ ରହୁ ଏ ପୃଥିବୀରେ ଗଛ ଫଳ ଦାନ କରନ୍ତୁ ଏବଂ ଛାଇ ଦାନ କରନ୍ତୁ ତାର ଏକ ମହତ୍ଵ ସେ କରୁଛନ୍ତି ଏବଂ ସେହିଭଳି ଏହାର ପରମ୍ପରା ଯେଉଁ ଶୁଭକୁଣ୍ଡ ଭୋଜନ ସେ ଶୁଭକୁଣ୍ଡ ଭୋଜନର ମହତ୍ଵ ବିଶେଷ ହେଉଛି ପ୍ରକୃତିର ସୁରକ୍ଷା କରିବା ଏବଂ ପ୍ରକୃତିକୁ ରକ୍ଷା କରିବା ଏବଂ ଆମେ ସେ ବୃକ୍ଷ ଦେବତା ଆସି ସେ ବୃକ୍ଷ ଦେବତାଙ୍କୁ ଆମେ ପୂଜା କରିବା। ସେହି ବୃକ୍ଷ ଦେବତା ଭିତରେ ଆମେମାନେ ସମସ୍ତେ ଜାଣିଛନ୍ତି ଯେ ଅସତ୍ୟ